ଅନୁଗୁଳ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆସି ଅନୁଗୁଳ ଜିଲ୍ଲା ପୋଲିସ ରିଜର୍ଭ ବାହିନୀରେ କାର୍ଯ୍ୟରତ ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳଙ୍କୁ ରିଜର୍ଭ ଇନ୍ସପେକ୍ଟର ଦୁର୍ବ୍ୟବହାର ଅଭିଯୋଗରେ ସତ୍ୟତା ଅନୁସନ୍ଧାନ ସହ ପୀଡ଼ିତାଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଆଲୋଚନା କରିବା ପାଇଁ ଆସିଥିଲେ। ଆରକ୍ଷୀ ଅଧୀକ୍ଷକଙ୍କ ଅନୁପସ୍ଥିତିରେ ପ୍ରତିନିଧି ଦଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଟ୍ଟନାକୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଲୋଚନା କରିଥିଲେ। ବର୍ତ୍ତମାନ ସାରା ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଓ ନିର୍ଯାତିତ ହେଉଥିବା ବେଳେ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ମହିଳାମାନେ ସୁରକ୍ଷିତ ଭାବେ କାର୍ଯ୍ୟ ସମ୍ପାଦନ କରି ପାରୁନଥିବା ଦେଖାଯାଉଛି। ମହିଳାମାନେ ଯାହାଠାରୁ ସୁରକ୍ଷା ଆଶା କରୁଥିଲେ, ଯଦି ତାଙ୍କ ଦ୍ୱାରା ମହିଳା ନିର୍ଯାତିତ ହୁଏ ତେବେ ସମାଜ ଅରଜାଜ ବୋଲି ବିବେଚନା କରାଯାଏ। ଏପରି କ୍ଷେତ୍ରରେ ଯେଉଁ ମହିଳା ନିଜକୁ ଅସୁରକ୍ଷିତ ମଣି ଶେଷରେ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଛି ଓ ଚାକିରି ଛାଡ଼ି ଦେବା ପାଇଁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି, ଯାହା କୌଣସି ପ୍ରକାର ସାଧାରଣ ଘଟଣା ବୋଲି କୁହା ନ ଯାଇପାରେ। ଯେହେତୁ ମହିଳା ଜଣେ ପୋଲିସ ଓ ଅଭିଯୋଗ ପୋଲିସ ବିରୁଦ୍ଧରେ ହୋଇଛି, ପୋଲିସ ଏହାର ତଦନ୍ତ ଯେ ସଠିକ୍ ଢଙ୍ଗରେ କରିବ ଏ ଆଶା ଜନସାଧାରଣ ହରାଇଛନ୍ତି। ଏଣୁ ଏହାର ଏକ ତୃତୀୟ ପକ୍ଷ ଜରିଆରେ କରାଯିବାକୁ ପ୍ରତିନିଧିମାନେ ଦାବି କରିଥିଲେ। ପୀଡ଼ିତାଙ୍କୁ ଉଚିତ ନ୍ୟାୟ ନ ମିଳିଲେ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ କରିବାକୁ ସୁରକ୍ଷିତ ମଣିବେ ନାହିଁ। ରାଜ୍ୟର ଅପରାଧ କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଅନୁଗୁଳ ମଧ୍ୟ ସେଥିରୁ ପଛରେ ନାହିଁ। ଧର୍ଷଣ, ମର୍ଡର, ଚୋରି, ରାହାଜାନୀ ସାଙ୍ଗକୁ ଡ୍ରଗ୍ସ କାରବାର ଅନୁଗୁଳରେ ବ୍ୟାପକ ବୃଦ୍ଧି ଘଟୁଛି। ଜଣେ ମହିଳା ସୁରକ୍ଷିତ ଭାବେ ଯେ ଗୃହକୁ ଫେରିବ, ବର୍ତ୍ତମାନ ଚିନ୍ତା କରିବାକୁ ପଡ଼ିବ। ଏଣୁ ଏ ସମସ୍ତ ପ୍ରତି ଦୃଷ୍ଟି ଦେବାକୁ ଦାବି କରିବା ସହ ଆଗାମୀ ଦିନରେ ଏହାର ସୁଫଳ ନ ମିଳିଲେ ବାଧ୍ୟ ହୋଇ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଦେଖନ୍ତୁ, ପୋଲିସ ବର୍ଦ୍ଦିରେ ଥିବା ମହିଳାଙ୍କୁ ଯେତେବେଳେ ଆମେ ଦେଖୁ, ଆମେ ବହୁତ ଗର୍ବ ଅନୁଭବ କରୁ ଯେ ଏମାନେ ଆମର ସୁରକ୍ଷାକାରୀ ବୋଲି। କିନ୍ତୁ ଆଜି ଜଣେ ବର୍ଦ୍ଦି ପିନ୍ଧିଥିବା ଭଉଣୀ ଯେତେବେଳେ ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ରଖୁଥିଲେ ଏବଂ ତାଙ୍କର ପ୍ରତ୍ୟେକଟି ଶବ୍ଦ ମୁଁ ଶୁଣୁଥିଲି ଯେ ତାଙ୍କୁ କେଉଁଭଳି ଭାବରେ ତାଙ୍କ ନିଜ ବିଭାଗରେ, ମାନେ ଯେଉଁମାନେ ଆଜି ଆମକୁ ସୁରକ୍ଷା କରିବାର ଦାୟିତ୍ୱ ନେଇଛନ୍ତି ଆମ ରାଜ୍ୟରେ, ସେଇ ପୁଲିସ ବିଭାଗ ବା ସେଇ ହୋମ୍ ଡିପାର୍ଟମେଣ୍ଟ, ଆଜି ସେଇ ବିଭାଗରେ ଜଣେ ପୁଲିସ ବର୍ଦ୍ଦି ପିନ୍ଧିଥିବା ଭଉଣୀ କାନ୍ଦି କାନ୍ଦି ମିଡ଼ିଆ ଆଗରେ କହୁଛି ଯେ ମୋତେ ମାନସିକ ନିର୍ଯାତନା ଦିଆହେଇଛି, ମୋତେ ମୋର ଆତ୍ମସମ୍ମାନକୁ ଠେସ ପହଞ୍ଚା ହେଇଛି ଏବଂ ମୋତେ ଯାବତୀୟ ପ୍ରକାର ନିର୍ଯାତନା ମଧ୍ୟ ଦିଆଯାଇଛି। ତେଣୁ ଯେତେବେଳେ ତାକୁ ତାର ଆତ୍ମସମ୍ମାନକୁ ଆଞ୍ଚ ଆସିଲା ଭଳି କଥା କୁହାଯାଉଛି ଯେ ତୁ ଗୋଟେ ପାପୀ, ତୁ ତୋ ସ୍ୱାମୀକୁ ଛାଡ଼ି ଦେଇଛୁ, ତୁ ଗୋଟେ ବାଜେ ଝିଅ, ଏଇଭଳି ଷ୍ଟେଟମେଣ୍ଟକୁ ଆପଣ ଭାବନ୍ତୁ। ଏବଂ ତାଙ୍କର ସେ ଯେଉଁ ଦୁଇ ଜଣଙ୍କ ନାଁରେ ଆଲିଗେସନ୍ ଆଣିଛନ୍ତି, ତାଙ୍କର ଆର୍ଆଇ ଏବଂ ରାଇଟର, ଯେ ସେମାନେ ତାଙ୍କ ଆର୍ଆଇ ତାଙ୍କୁ ଡାକନ୍ତି ଏବଂ କୌଣସି କାର୍ଯ୍ୟ ନ ଦେଇକରି ସେମିତି ଘଣ୍ଟା ଘଣ୍ଟା ଠିଆ କରାନ୍ତି ଏବଂ ତାଙ୍କୁ ତାଚ୍ଛଲ୍ୟ କରି କୁହନ୍ତି ସେ କାହିଁକି ଠିଆ ହେଇଛି। ଏବଂ ତାକୁ ଛୁଟି ଯେତେବେଳେ ସେ ଦରଖାସ୍ତ କରେ, ତାକୁ ଆର୍ଆଇ ଛୁଟି ଦେବା କଥା, ତାକୁ ଛୁଟି ବି ଦିଅନ୍ତି ନାହିଁ। ଅନୁଗୁଳରୁ ମଦନ ନାୟକଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।